ଭଗବାନ ଶ୍ରୀକୃଷ୍ଣ ପରମାତ୍ମା ଥିଲେ। ଯଦି ଆତ୍ମା ମରେ ନାହିଁ, ତେବେ ପରମାତ୍ମା ବା ପରମ ଆତ୍ମାଙ୍କର ମୃତ୍ୟୁର ପ୍ରଶ୍ନ ଉଠୁନାହିଁ। ହଁ, ଏହା ଅବଶ୍ୟ ସତ୍ୟ ଯେ ବ୍ୟାଧର ଶରାଘାତରେ ଭଗବାନ ଶ୍ରୀକୃଷ୍ଣ ରୂପୀ ଶରୀର ତ୍ୟାଗ କଲେ ଏବଂ ଏପରି କରିବା ଦ୍ୱାରା ସେ ଋଷି ଦୁର୍ବାସାଙ୍କର ଶାପକୁ ସତ୍ୟସିଦ୍ଧ କଲେ। ପୌରାଣିକ କଥା ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଯଦୁବଂଶୀ ଥିଲେ। ଦ୍ୱାରିକାରେ ତାଙ୍କର ରାଜତ୍ୱ କାଳରେ ତାଙ୍କର ଉତ୍ତରାଧିକାରୀମାନଙ୍କର ବା ଯାଦବମାନଙ୍କର ଅହଙ୍କାର ଦିନକୁ ଦିନ ବଢ଼ିବାକୁ ଲାଗିଥିଲା। ଏହି ସମୟରେ ଦ୍ୱାରିକାକୁ ମହାକ୍ରୋଧୀ ଋଷି ଦୁର୍ବାସାଙ୍କର ଆଗମନ ହେଲା। ତାଙ୍କୁ ଦେଖି କେତେଗୁଡ଼ିଏ ଉଦ୍ଧତ ଯାଦବ ବାଳକଙ୍କ ମନରେ କୌତୂହଳ ଜାତ ହେଲା। ସେମାନେ ନିଜ ନିଜ ଭିତରେ ଚକ୍ରାନ୍ତ କରି ଗୋଟିଏ ବାଳକକୁ ସ୍ତ୍ରୀ ବେଶ ଧାରଣ କରାଇ ତା ପେଟରେ ଲୁହାର ମୂଷଳଟିଏ ବାନ୍ଧି ଗର୍ଭବତୀ ବେଶ କରାଇ ବସ୍ତ୍ରରେ ଘୋଡ଼ାଇ ଋଷିଙ୍କ ପାଖକୁ ନେଇଗଲେ ଏବଂ ପଚାରିଲେ, କୁହନ୍ତୁ ଋଷିବର, ଏହାର ପୁଅ ନା ଝିଅଟିଏ ହେବ? ତାଙ୍କର ଚକ୍ରାନ୍ତକୁ ଋଷି ଦୁର୍ବାସା ଜାଣିପାରିଲେ ଏବଂ ସେଥିରେ କ୍ରୋଧିତ ହୋଇ କହିଲେ, ଆରେ ଦୁଷ୍ଟମାନେ, ଏହାର ପେଟରେ ମୂଷଳ ଅଛି। ଏହି ମୂଷଳ ଦ୍ୱାରା ଯଦୁବଂଶୀମାନଙ୍କର ବିନାଶ ହେବ। ଏହା ମୋର ଅଭିଶାପ। ଏହା ଶୁଣିବା ମାତ୍ରେ ସେହି ବାଳକମାନେ ବିଚଳିତ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କ ପାଖକୁ ଗଲେ ଏବଂ ଋଷିଙ୍କର ଅଭିଶାପ ବର୍ଣ୍ଣନା କଲେ। ଏହାପରେ ଶ୍ରୀକୃଷ୍ଣ ହସି ହସି କହିଲେ, ଏଥିରେ ବିଚଳିତ ହେବାର ଆବଶ୍ୟକତା ନାହିଁ। ଏହି ମୂଷଳକୁ ଘଷି ଘଷି ପାଣିରେ ଫିଙ୍ଗି ଦିଅ। ସେହି ପିଲାମାନେ ମୂଷଳକୁ ଘଷି ଘଷି ତାହା ପତଳା ହୋଇଯିବାରୁ ଆଉ ଘଷି ନ ପାରି ତାକୁ ଜଳରେ ଫିଙ୍ଗିଦେଲେ। ଏହି ଲୁହା ପଥରଟିକୁ ଗୋଟିଏ ମାଛ ଖାଦ୍ୟ ଭାବି ଗିଳିଦେଲା। ସେହି ମାଛଟି ଗୋଟିଏ କେଉଟର ଜାଲରେ ପଡ଼ିଲା। ତାକୁ ନେଇ କେଉଟ କାଟିବାରୁ ତା ପେଟରୁ ଲୁହା ଖଣ୍ଡକ ବାହାରିଲା। ସେହି ଟୁକୁଡ଼ାକୁ ସେ ବାଲିରେ ଫିଙ୍ଗିଦେଇ ମାଛ ନେଇ ଚାଲିଗଲା। ସେ ଲୁହାର ଟୁକୁଡ଼ାକୁ ଜଣେ ଶିକାରୀ ବା ବ୍ୟାଧ ପାଇଲା ଏବଂ ତାକୁ ନେଇ ତୀରରେ ଲଗାଇଲା। ଅନ୍ୟପଟେ ସେ ଲୁହା ଚୂର୍ଣ୍ଣଗୁଡ଼ିକ ଋଷିଙ୍କ ଅଭିଶାପ ପ୍ରଭାବରୁ ନାଗରମଥା ଗଛରେ ଜନ୍ମ ନେଲା। ଏକଦା ସମସ୍ତ ଯାଦବ ମଦ୍ୟପାନ କରି ସାଗର କୂଳକୁ ଗଲେ ଓ ନିଜ ନିଜ ମଧ୍ୟରେ କଳି କରି ଲଢ଼େଇ କରିବାକୁ ଲାଗିଲେ ଓ ସେଠାରେ ଉଠିଥିବା ନାଗରମଥା ଗଛକୁ ଉପାଡ଼ି ପରସ୍ପର ମଧ୍ୟରେ ପିଟାପିଟି ଆରମ୍ଭ କରିଦେଲେ। ଏହି ପିଟାପିଟିରେ ସମସ୍ତ ଯାଦବ ମରି ଧ୍ୱଂସ ହୋଇଗଲେ। ଏହାପରେ ଶ୍ରୀକୃଷ୍ଣ ସେଠାକୁ ଯାଇ ସେଠାରେ ଥିବା ଲତାକୁଞ୍ଜର ଗୋଟିଏ ବୃକ୍ଷମୂଳରେ ଶୋଇଗଲେ ଏବଂ ପାଦ ଉପରେ ପାଦ ପକାଇ ଅତୀତ ବିଷୟରେ ଭାବିବାକୁ ଲାଗିଲେ। ତାଙ୍କର ପାଦକୁ ବହୁଦୂର ପର୍ଯ୍ୟନ୍ତ ଚମକୁଥିବାର ଦେଖି ଶିକାରୀଟି ଏହାକୁ ହରିଣର ଆଖି ମନେକରି ସେହି ଲତାକୁଞ୍ଜ ଭିତରେ ଶୋଇଥିବା ଶ୍ରୀକୃଷ୍ଣଙ୍କ ଉପରକୁ ବାଣ ପେଷିଦେଲା। ବାଣରେ ଘାଇଲା ହେବା ଶ୍ରୀକୃଷ୍ଣଙ୍କର କେବଳ ଏକ ବାହାନା ଥିଲା। ପ୍ରକୃତରେ ତାଙ୍କର ସ୍ୱଧାମ ବା ବୈକୁଣ୍ଠକୁ ଯିବାକୁ ସମୟ ହୋଇଯାଇଥିଲା। ସେହି ବ୍ୟାଧ ରାମାୟଣ କାଳରେ ବାଳିର ପୁତ୍ର ଅଙ୍ଗଦ ଥିଲା, ଯିଏ ନିଜ ପିତୃହତ୍ୟାର ପ୍ରତିଶୋଧ ଶ୍ରୀକୃଷ୍ଣଙ୍କଠାରେ ନେଲା, ଯିଏ ଶ୍ରୀରାମ ଥିଲେ ଏବଂ ଛପି ଛପି ବାଳି ଉପରେ ବାଣ ପ୍ରହାର କରି ମାରିଥିଲେ। ଶ୍ରୀକୃଷ୍ଣଙ୍କର ପାଦରେ ସର ବାଜି ପ୍ରାଣତ୍ୟାଗ କରିବାର ଆଉ ଦୁଇଟି କାରଣ ରହିଛି। ଥରେ ଋଷି ଦୁର୍ବାସା ଅତିଥି ହୋଇ ଆସିଥିଲେ ଶ୍ରୀକୃଷ୍ଣଙ୍କ ପାଖକୁ ତାଙ୍କର ଧୈର୍ଯ୍ୟ ପରୀକ୍ଷା କରିବା ପାଇଁ। ଶ୍ରୀକୃଷ୍ଣ ତାଙ୍କୁ ପରଷି ଦେଇଥିଲେ କ୍ଷୀରି ଖାଇବା ପାଇଁ। କ୍ଷୀରି ବହୁତ ଗରମ ଥିବାରୁ ଋଷି ଦୁର୍ବାସା କ୍ରୋଧିତ ହୋଇ ସମ୍ପୂର୍ଣ୍ଣ କ୍ଷୀରିତକ ଶ୍ରୀକୃଷ୍ଣଙ୍କ ଦେହ ଉପରକୁ ଫିଙ୍ଗି ଦେଇଥିଲେ। କୌଣସି ପ୍ରତିବାଦ ନ କରି ଶ୍ରୀକୃଷ୍ଣ ଗରମ କ୍ଷୀରିକୁ ସହି ଯାଇଥିଲେ। ଏଥିରେ ସନ୍ତୁଷ୍ଟ ହୋଇ ଋଷି ଦୁର୍ବାସା ତାଙ୍କୁ ଆଶୀର୍ବାଦ ଦେଇଥିଲେ ଯେ ଯେଉଁ ଯେଉଁ ଅଂଶରେ କ୍ଷୀରି ପଡ଼ିଛି ତାହା ବଜ୍ର ସଦୃଶ ଟାଣ ହୋଇଯିବ, କିନ୍ତୁ ପାଦରେ କ୍ଷୀରି ଲାଗିନଥିବାରୁ ପାଦଟି ସାଧାରଣ କୋମଳ ରହିଯିବ। ଏହି ବିଷୟରେ ଆଉ ଏକ ଉପାଖ୍ୟାନ ରହିଛି। ଯେତେବେଳେ ମହାଭାରତ ଯୁଦ୍ଧରେ ଭାଗ ନେବା ପାଇଁ ଘଟୋତ୍କଚ ପୁତ୍ର ବର୍ବରିକ ଆସିଥିଲେ, ସେହି ସମୟରେ ଶ୍ରୀକୃଷ୍ଣ ତାଙ୍କର ପରୀକ୍ଷା ନେବାକୁ ଚାହିଁଥିଲେ। ସେ ନିଜର ଅପରାଜିତା ବୈଷ୍ଣବୀ ବିଦ୍ୟା ଦ୍ୱାରା ନିଜ ସର ଦ୍ୱାରା ଗୋଟିଏ ଗଛର ସମସ୍ତ ପତ୍ରକୁ ଲକ୍ଷ୍ୟ ରଖିଥିଲେ। ଶ୍ରୀକୃଷ୍ଣ ଗୋଟିଏ ପତ୍ରକୁ ଆଣି ନିଜ ପାଦ ତଳେ ଲୁଚାଇ ରଖିଥିଲେ। ଶେଷରେ ସରଟି ଶ୍ରୀକୃଷ୍ଣଙ୍କ ପାଦ ପାଖରେ ଆସି ଅଟକି ଯାଇଥିଲା, କିନ୍ତୁ
ମା ବୈଷ୍ଣବୀଙ୍କର ଅନୁରୋଧ କ୍ରମେ ତାଙ୍କର ଶରର ମର୍ଯ୍ୟାଦା ରକ୍ଷା କରିବା ପାଇଁ ଶ୍ରୀକୃଷ୍ଣ ତାକୁ ଅନୁମତି ଦେଇଥିଲେ ପତ୍ରଟିକୁ ବିଧ କରିବା ପାଇଁ ଏବଂ କହିଥିଲେ ଯେତିକି ସମୟ ସେହି ଶରଟି ତାଙ୍କ ପାଦ ଆଗରେ ରହିଥିଲା ତା ଦ୍ୱାରା ତାଙ୍କ ପାଦର ସେହି ଅଂଶଟି କୋମଳ ରହିଯିବ ଏବଂ ଭବିଷ୍ୟତରେ ତାହା ତାଙ୍କର ପ୍ରାଣତ୍ୟାଗର କାରଣ ହେବ। ଏହି ଦୁଇଟି ଉପାଖ୍ୟାନରୁ ଜଣାଯାଏ ଯେ ସେଇଥିପାଇଁ ଶ୍ରୀକୃଷ୍ଣଙ୍କର ପାଦରେ ଶରାଘାତ ଦ୍ୱାରା ସେ ପ୍ରାଣତ୍ୟାଗ କରିଥିଲେ।